ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ହୃଦୟର ସହିତ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ମିଖାଏଲ ଦୂତଙ୍କ ସହିତ ଲୁସିଫରର କେତେ ଥର ସାମ୍ନା ହେଇଛି। ମୋର କହିବାର ଅର୍ଥ ହେଉଛି ମିଖାଏଲ ସ୍ୱର୍ଗଦୂତ ଲୁସିଫର ସହିତ କେତେ ଥର ସାମ୍ନା କରିଛନ୍ତି। ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା। ଆଉ ଯଦି ଆମେ ପବିତ୍ର ଧର୍ମଶାସ୍ତ୍ର ଆମେ ଦେଖିବା, ତେବେ ମିଖାଏଲ ସ୍ୱର୍ଗଦୂତ ସହିତ ଲୁସିଫର 3 ଥର ସେମାନେ ସାମ୍ନା କରିଛନ୍ତି ଏବଂ କେଉଁଠି କେଉଁଠି ଲେଖା ଅଛି ଆଜିର ଭିଡ଼ିଓରେ ଆମେମାନେ ଆଲୋଚନା କରିବା। ଆପଣମାନେ ତ ଭଲ ଭାବରେ ଜାଣନ୍ତି ମିଖାଏଲ ହେଉଛନ୍ତି ଜଣେ ସ୍ୱର୍ଗଦୂତ ଏବଂ ଲୁସିଫର ମଧ୍ୟ ପୂର୍ବରେ ଦୂତ ଭାବରେ ରହୁଥିଲା, କିନ୍ତୁ ନିଜର ଭୁଲ ପାଇଁ, ନିଜର ପାପ ପାଇଁ ସେ ନିଜର ଆସନକୁ ହରାଇ ବସିଲା। ତେବେ ଇଏ ହେଉଛି ଲୁସିଫର। ତେବେ ଚାଲନ୍ତୁ ବନ୍ଧୁଗଣ, ଆମେ ଦେଖିବା କେତେ ଥର ମିଖାଏଲ ଏବଂ ଲୁସିଫର ଦୁଇ ଜଣ ପରସ୍ପରକୁ ସାମ୍ନା କରିଛନ୍ତି ଏବଂ ପବିତ୍ର ଧର୍ମଶାସ୍ତ୍ରରେ କେଉଁ କେଉଁ ଜାଗାରେ ଲେଖା ଅଛି। ଚାଲନ୍ତୁ ଆମେ ଆଲୋଚନା କରିବା। ନମ୍ବର 1, ପ୍ରଥମ ଦାନିଏଲ 10 ପର୍ବର 13 ପଦ। ଦାନିଏଲ 10 ପର୍ବର 13 ପଦ ଏଠାରେ ଏପରି ଲେଖାଯାଏ, ମାତ୍ର ପାରସ୍ୟ ରାଜ୍ୟର ଅଧିପତି 21 ଦିନ ପର୍ଯ୍ୟନ୍ତ ଆମର ପ୍ରତିବାଦ କଲା। ମାତ୍ର ଦେଖ, ପ୍ରଧାନ ଅଧିପତି ମାନଙ୍କର ମଧ୍ୟରୁ ମିଖାଏଲ ନାମରେ ଜଣେ ଆମର ସାହାଯ୍ୟ କରିବାକୁ ଆସିଲେ, ଆଉ ଆମ୍ଭେ ସେ ସ୍ଥାନରେ ପାରସ୍ୟର ରାଜଗଣର ସଙ୍ଗରେ ରହିଲୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏବଂ ଏଇ ଯେଉଁ ଦାନିଏଲ ପୁସ୍ତକ ରହିଅଛି, ଏ ଦାନିଏଲ ପୁସ୍ତକରେ ବହୁତ ଗଭୀର ଗଭୀର ଅର୍ଥ ସବୁ ରହିଅଛି। ଦାନିଏଲ ପୁସ୍ତକ ଏପରି ଏକ ପୁସ୍ତକ, ତାହାକୁ ବୁଝିବା ପାଇଁ ହେଲେ ପରମେଶ୍ୱରଙ୍କ ଆତ୍ମା ଦରକାର ଏବଂ ଏହାକୁ ଗଭୀରକୁ ଗଲେ ଯାଇକି ଆମେମାନେ ବୁଝିପାରିବା। ତେବେ ଏହି ପଦକୁ ଆମେ ଟିକେ ଆଲୋଚନା କରିବା। ପାରସ୍ୟ ରାଜ୍ୟର ଅଧିପତି ଅର୍ଥାତ୍ ଶୟତାନ ଅର୍ଥାତ୍ ଲୁସିଫର, ସେ କେତେ ଦିନ? 21 ଦିନ ପର୍ଯ୍ୟନ୍ତ ପ୍ରତିବାଧା କଲା। ଆଉ କିଏ ଆସିଲେ ରକ୍ଷା କରିବା ପାଇଁ, ସାହାଯ୍ୟ କରିବା ପାଇଁ? କିଏ ଆସିଲେ? ପ୍ରଧାନ ଅଧିପତି ମାନଙ୍କ ମଧ୍ୟରୁ ମିଖାଏଲ ନାମରେ ଜଣେ। ବନ୍ଧୁଗଣ ଧ୍ୟାନ ଦିଅନ୍ତୁ, ଏଠି ଲେଖା ଅଛି ମିଖାଏଲ ନାମରେ ଜଣେ। ସେ କ'ଣ କଲେ? ଆସିଲେ ସାହାଯ୍ୟ କରିବା ନିମନ୍ତେ। ଏ ମିଖାଏଲ କିଏ? ଏ ମିଖାଏଲ ହେଉଛନ୍ତି ପରମେଶ୍ୱରଙ୍କର ପ୍ରଧାନ ଦୂତ। ପରମେଶ୍ୱରଙ୍କ ଦୂତମାନଙ୍କ ମଧ୍ୟରୁ ଇଏ ହେଉଛନ୍ତି ଜଣେ ମିଖାଏଲ। ଆଉ ଇଏ କ'ଣ ହେଲେ? ଇଏ ଆସିଲେ ସାହାଯ୍ୟ କରିବା ନିମନ୍ତେ ଇଏ ଆସିଲେ। ଆଉ ଆମେ ସେ ସ୍ଥାନରେ ପାରସ୍ୟର ରାଜଗଣର ସଙ୍ଗରେ ରହିଲୁ। ଏଠାରେ ଦେଖୁଛୁ ଆମେମାନେ ଯେ ଶୟତାନ ବା ଲୁସିଫର ସହିତ ମିଖାଏଲ ପ୍ରଥମ ଥର ପାଇଁ ସାମ୍ନା କଲେ। ଆଉ ଦେଖିବା ନମ୍ବର 2, ଦ୍ୱିତୀୟରେ ସେ କେଉଁଠି ସେ ସାମ୍ନା କରିଛନ୍ତି ଆମେମାନେ ଦେଖିବା। ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ତେବେ ଜିହୁଦା 1 ପର୍ବର 9 ପଦ ଆପଣ ପଢ଼ନ୍ତୁ। ଜିହୁଦା 1:9 ଏଠି ଏପରି ଲେଖାଯାଏ, କିନ୍ତୁ ପ୍ରଧାନ ଦୂତ ମିଖାଏଲ ମୂଷାଙ୍କ ଶବ ବିଷୟରେ ଶୟତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ହୋଇ ନଥିଲେ। କେବଳ ଏତିକି କହିଲେ, ପ୍ରଭୁ ତୁମକୁ ଧମକ ଦିଅନ୍ତୁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏଠାରେ ମଧ୍ୟ ଆମେ ଦେଖୁଅଛୁ ମିଖାଏଲ ଦୂତଙ୍କ ସହିତ ଶୟତାନ ଅର୍ଥାତ୍ ଲୁସିଫରର ଏଠି ମଧ୍ୟ ସାମ୍ନା ହେଇଛି। ଏଠାରେ କେଉଁ କାରଣ ଯୋଗୁଁ ସାମ୍ନା ହେଇଛି? ମୂଷାଙ୍କ ଶବ ନିମନ୍ତେ। କାରଣ ଶୟତାନ ଚାହୁଁଥିଲା ମୂଷାଙ୍କ ଶରୀର ନେବା ନିମନ୍ତେ, କିନ୍ତୁ ମିଖାଏଲ ସ୍ୱର୍ଗଦୂତ ଆସିକି ପ୍ରତିବାଦ କଲେ। ଫଳରେ ବାଦାନୁବାଦ ହେଲା। ଲୁସିଫର ଆଉ ମିଖାଏଲଙ୍କ ମଧ୍ୟରେ ବାଦାନୁବାଦ ହୋଇଥିଲା। ବାଦାନୁବାଦ ହେବା ଫଳରେ ଶେଷରେ ସେ ବିଚାର କରିବାକୁ ସାହସୀ ନ ହୋଇ ମିଖାଏଲ କ'ଣ କହିଥିଲେ? କେବଳ ଏତିକି କହିଲେ, ପ୍ରଭୁ ତୁମକୁ ଧମକ ଦିଅନ୍ତୁ। ଅନେକ ବାଇବେଲର ସ୍କଲାର୍ସ ମାନେ, ବାଇବେଲର ବିଦ୍ୱାନ ମାନେ, ସେମାନେ ଏଇଆ କହନ୍ତି
ଯେ ମଶାଙ୍କ ଶବ ବିଷୟରେ ନେଇ ମଶାଙ୍କ ଶବକୁ ନେଇ ସେମାନେ ଏହା କହନ୍ତି ଯେ ଲୁସିଫର କ'ଣ କରିବାକୁ ଚାହୁଁଥିଲା, ମଶାଙ୍କ ଶବକୁ ନେଇକି ପ୍ରତିମା ରୂପେ ସ୍ଥାପନ କରିବା ପାଇଁ ଚାହୁଁଥିଲା ଏବଂ ଇସ୍ରାଏଲର ଲୋକମାନଙ୍କୁ ପ୍ରଣାମ କରିବା ନିମନ୍ତେ ସେ କ'ଣ କରୁଥିଲା, ସେ ପ୍ଲାନ୍ କରିଥିଲା ସେମାନଙ୍କୁ ପ୍ରଣାମ କରାଇବ ବୋଲି, କିନ୍ତୁ ପରମେଶ୍ୱର ତାହା ହେବାକୁ ଦେଇନଥିଲେ। ଆଉ ପରମେଶ୍ୱରଙ୍କ ଆଦେଶ ଅନୁସାରେ ମିଖାଏଲ ସ୍ୱର୍ଗଦୂତ ଆସି ଶୈତାନର ସାମ୍ନା କଲେ। ଆଉ ଏଠି ମଧ୍ୟ ଆମେ ଦେଖୁଅଛୁ ଯେ ଶୈତାନର ସାମ୍ନା ହେଇଥିଲା। ଆଉ ମଶାଙ୍କ ଶବ ବିଷୟରେ ମୁଁ ଆପଣଙ୍କୁ ଯାହା କହିଲି, ମୁଁ ତ ନୁହେଁ, ବାଇବେଲର ବିଦ୍ୱାନ ଅନେକ ବିଦ୍ୱାନ ମାନେ ଏହା କହନ୍ତି, କିନ୍ତୁ ଆପଣଙ୍କର ମତାମତ କ'ଣ ଆପଣ ନିଶ୍ଚିନ୍ତ ରୂପରେ କମେଣ୍ଟ ମାଧ୍ୟମରେ ମୋତେ ଜଣାଇ ପାରିବେ। ଏଇ ଗଲା ଦ୍ୱିତୀୟ ଥର ଏବଂ ଆମେ ଦେଖିବା ତୃତୀୟ ଥର ଲୁସିଫର ସହିତ ମିଖାଏଲ ଦୂତଙ୍କର କେତେବେଳେ ସାମ୍ନା ହେଇଥିଲା। ଆପଣ ଖୋଲନ୍ତୁ ପ୍ରକାଶିତ ବାକ୍ୟ ତାର 12 ପର୍ବର 7 ପଦରୁ 9 ପଦ। ମୁଁ ପଢ଼ୁଛି, ଆପଣମାନେ ଶ୍ରବଣ କରନ୍ତୁ। 7 ପଦ। ତତ୍ପରେ ସ୍ୱର୍ଗରେ ଯୁଦ୍ଧ ହେଲା। ମିଖାଏଲ ଓ ତାହାଙ୍କ ଦୂତମାନେ ସେହି ସର୍ପ ସହିତ ଯୁଦ୍ଧ କଲେ। ସେଥିରେ ସେହି ସର୍ପ ଓ ତାହାର ଦୂତମାନେ ମଧ୍ୟ ଯୁଦ୍ଧ କଲେ। 8 ପଦ। କିନ୍ତୁ ସେମାନେ ଜୟ କରିପାରିଲେ ନାହିଁ। ପୁଣି ସ୍ୱର୍ଗରେ ସେମାନେ ଆଉ ସ୍ଥାନ ପାଇଲେ ନାହିଁ। 9 ପଦ। ସେଥିରେ ସର୍ବ ଜଗତର ପ୍ରବଞ୍ଚକ ଦିଆବଳ ଓ ଶୟତାନ ନାମରେ ଖ୍ୟାତ ଯେ ପ୍ରକାଣ୍ଡ ସର୍ପ, ସେହି ପୁରାତନ ନାଗ, ସେ ଆପଣ ଦୂତମାନଙ୍କ ସହିତ ପୃଥିବୀରେ ନିକ୍ଷିପ୍ତ ହେଲା। ପ୍ରିୟ ବନ୍ଧୁଗଣ, ଏଇଟା କେତେବେଳେ ଘଟିଥିଲା? ଇଏ ହେଉଛି ସ୍ୱର୍ଗରେ ଘଟିଥିଲା। ଯେତେବେଳେ ଲୁସିଫର ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କଲା, ଯେତେବେଳେ ପରମେଶ୍ୱର ଲୁସିଫରକୁ ଗାଦିରୁ ହଟେଇଲେ, ଯେତେବେଳେ ସ୍ୱର୍ଗରୁ ସେ ତଡ଼ିଦେଲେ, ବିତାଡ଼ିତ କଲେ, ସେତେବେଳେ ସ୍ୱର୍ଗରେ ଏକ ଯୁଦ୍ଧ ହେଇଥିଲା। ଆଉ ଯୁଦ୍ଧ କ'ଣ? ଆଉ ଶୈତାନର ଦୂତମାନେ ଏବଂ ମିଖାଏଲ ତାଙ୍କର ସେନା ଦୁଇ ଜଣଙ୍କ ମଧ୍ୟରେ ଯୁଦ୍ଧ ହେଲା। ଆଉ ଲୁସିଫର ଯେତେବେଳେ ପାପରେ ପତିତ ହେଲା, ସେ ଚକ୍ଷୁର ପଲକରେ 1/3 ମାନେ 3 ଭାଗରୁ ଭାଗେ ଗୋଟେ ଭାଗ ସ୍ୱର୍ଗଦୂତଙ୍କୁ ନିଜ ପକ୍ଷକୁ ନେଇ ଆସିଥିଲା, ଯାହା ଏହି ପ୍ରକାଶିତ ବାକ୍ୟ 12 ପର୍ବରେ ହିଁ ଲେଖାଯାଏ। ଆଉ ଯଦି ଆପଣ ପଢ଼ିବେ 3 ଏବଂ 4, ସେଠି ଲେଖାଯାଏ, ଆକାଶରେ ଆଉ ଗୋଟିଏ ଲକ୍ଷଣ ଦେଖାଗଲା। ଦେଖ, ଗୋଟିଏ ଲୋହିତ ବର୍ଣ୍ଣ ପ୍ରକାଣ୍ଡ ସର୍ପ, ତାର 7 ମସ୍ତକ ଓ 10 ଶୃଙ୍ଗ, ପୁଣି ମସ୍ତକ ଗୁଡ଼ାକ ଉପରେ 7 ମୁକୁଟ। ତାହାର ଲାଙ୍ଗୁଳ ଆକାଶର 1/3 ନକ୍ଷତ୍ରକୁ ଆକର୍ଷଣ କରି ପୃଥିବୀରେ ନିକ୍ଷେପ କଲା। ଆଉ ସେହି ସର୍ପ ପ୍ରସବ କରିବାକୁ ଉଦ୍ୟତ ସ୍ତ୍ରୀ ଲୋକ ପ୍ରସବ କରିବା ମାତ୍ର ତାହାଙ୍କ ସନ୍ତାନକୁ ଗ୍ରାସ କରିବା ନିମନ୍ତେ ତାହାଙ୍କ ସମ୍ମୁଖରେ ଛିଡ଼ା ହେଲା। ତେବେ 4 ପଦରେ ଦେଖନ୍ତୁ ଲେଖା ଅଛି, 1/3 ନକ୍ଷତ୍ର। ଏହାର ଅର୍ଥ ହେଉଛି 3 ଭାଗରୁ ଭାଗେ ସ୍ୱର୍ଗଦୂତଙ୍କୁ ଲୁସିଫର କ'ଣ କରିଥିଲା? ନିଜର ପକ୍ଷକୁ ନେଇ ଆସିଥିଲା, ଯାହାଫଳରେ ଲୁସିଫର ଏବଂ ତାଙ୍କର ସେନା ଆଉ ମିଖାଏଲ ଏବଂ ତାଙ୍କର ସେନା ଦୁଇ ଜଣଙ୍କ ମଧ୍ୟରେ ଯୁଦ୍ଧ ହେଲା। ଆଉ ପ୍ରବଳ ଯୁଦ୍ଧ ହେଲା ଏବଂ ଯୁଦ୍ଧରେ ଲୁସିଫର ପରାସ୍ତ ହେଲା ଏବଂ ମିଖାଏଲ ସ୍ୱର୍ଗଦୂତ ବିଜୟ ହେଇଥିଲେ। ଆଉ ଏଠି ମଧ୍ୟ ଆମେ ଦେଖୁଅଛୁ ଯେ ସ୍ୱର୍ଗଦୂତ ମିଖାଏଲଙ୍କ ସହିତ ଲୁସିଫରଙ୍କର ସାମ୍ନା ହେଇଥିଲା। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ, ମିଖାଏଲ ଏବଂ ଲୁସିଫର, ଯେପରି ମୁଁ ଆପଣଙ୍କୁ କହିଲି, ଦୁଇ ଜଣ ହିଁ ସ୍ୱର୍ଗର ଦୂତ। ମିଖାଏଲ ବର୍ତ୍ତମାନ ସୁଦ୍ଧା ସ୍ୱର୍ଗର ଦୂତ ଭାବରେ ଅଛନ୍ତି, ପରମେଶ୍ୱରଙ୍କର ଆଦେଶ ଅନୁସାରେ କାର୍ଯ୍ୟ କରୁଅଛନ୍ତି, କିନ୍ତୁ ଲୁସିଫର ପୂର୍ବରୁ ଦୂତ ଥିଲା। କିନ୍ତୁ ପରମେଶ୍ୱରଙ୍କର ଅବାଧ୍ୟ ହେତୁରୁ, ନିଜେ ପାପ କରିବା ହେତୁରୁ ପରମେଶ୍ୱର ତାକୁ ସ୍ୱର୍ଗରୁ ବିତାଡ଼ିତ କଲେ। ହଁ, ଏହା ପବିତ୍ର ଧର୍ମଶାସ୍ତ୍ର ଆମକୁ ପ୍ରମାଣ ଦିଏ। ତେବେ ଆଜିର ଭିଡ଼ିଓ ଆପଣଙ୍କୁ କିପରି ଲାଗିଲା ମୋତେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଆଉ ପ୍ରିୟ ବନ୍ଧୁଗଣ, ମୋର ଆପଣମାନଙ୍କୁ ବିଶେଷ ଅନୁରୋଧ, ଏ ଭିଡ଼ିଓକୁ ଆପଣ ଅନ୍ୟମାନଙ୍କ ସହିତ ସେୟାର ମଧ୍ୟ କରନ୍ତୁ, ଯେପରି ଅନ୍ୟମାନେ ମଧ୍ୟ ଏହିପରି ଗୁରୁତ୍ୱପୂର୍ଣ୍ଣ
विषयवस्तु जानिया निमंते सुजोग प्राप्त हेबे। तेबे बंधुगण आज एतिकी पुणी देखा आपण सहित आउ गोटे भिडियो रे आउ गोटे अध्याय। नमस्कार।